ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ଆମ ରାଜ୍ୟ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ 60% ଲୋକେ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ ଉପରେ ସେମାନଙ୍କର ଜୀବନ ଜୀବିକା ନିର୍ଭରଶୀଳ। ତେଣୁ ଆମର ଅନ୍ନଦାତାଙ୍କର ମଙ୍ଗଳ କାମନା କରିବା ପ୍ରତ୍ୟେକ ସରକାରଙ୍କର ଏକ ନୈତିକ ଦାୟିତ୍ୱ ଅଛି। କୃଷକ ସହିତ ପଶୁପାଳନ, ମତ୍ସ୍ୟ ଚାଷ, ବାସଗୃହ, ବୟନଶିଳ୍ପ ତଥା ମହିଳାମାନଙ୍କର ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାକୁ ହିତାଧିକାରୀଙ୍କୁ ପହଞ୍ଚାଇବା କାମ ହେଉଛି ଆପଣମାନଙ୍କର ପରି କାର୍ଯ୍ୟରତ ସଂସ୍ଥା, ଯେପରିକି ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ଲ୍ୟାମ୍ପସ୍ ବା ଲାର୍ଜର ଏରିଆ ମଲ୍ଟିପର୍ପଜ୍ କୋଅପରେଟିଭ ସୋସାଇଟି। ଠିକ୍ ସେହିପରି ବୁଣାକାରମାନଙ୍କର ପାଇଁ, ମତ୍ସ୍ୟ ଚାଷୀଙ୍କର ପାଇଁ ମଧ୍ୟ ପ୍ରାଥମିକ ସମବାୟ ସଂସ୍ଥାମାନେ ନିରନ୍ତର ଭାବରେ କାମ କରୁଛନ୍ତି। ଖୁସିର କଥା ଯେ ଆଜି ପ୍ରାୟ 50 ଲକ୍ଷରୁ ଅଧିକ ପରିବାର ବିଭିନ୍ନ ସମବାୟ ସମିତିର ସଭ୍ୟ ଏବଂ ସଭ୍ୟା ସମସ୍ତେ ଅଟନ୍ତି। ଆମେ ଯଦି କୃଷି କ୍ଷେତ୍ରକୁ ବିଚାର କରିବା ତେବେ ଚାଷ କାର୍ଯ୍ୟ ପାଇଁ ସମ୍ବଳ ଠାରୁ ଆରମ୍ଭ କରି ବିହନ, ସାର, କୀଟନାଶକ ପ୍ରଦାନ କରିବା, ଫସଲ ବୀମା ପାଇଁ ସାହାଯ୍ୟ କରିବା ପରି କାର୍ଯ୍ୟ ହେଉଛି ପ୍ରାୟ ସମସ୍ତ ମୁଖ୍ୟ କାମ ହେଉଛି ଆମ ସମବାୟ ସମିତିର। ଏପରିକି ଫସଲର ବିକ୍ରି ବଟା ପାଇଁ ମଧ୍ୟ ସେମାନେ ଏକ ପ୍ରମୁଖ ଦାୟିତ୍ୱ ନିଭେଇଥାନ୍ତି। ଆଜିକାଲି ତ ସବୁଦିନ ଆପଣମାନେ ଖବରରେ ରହୁଛନ୍ତି। ଧାନ କିଣା ପାଇଁ ମଧ୍ୟ ସମସ୍ତେ ଖବରରେ ରହୁଛନ୍ତି। ବହୁତ ଖୁସି ଯେ ଓଡ଼ିଶାର ସମବାୟ ଆନ୍ଦୋଳନ ଯଦିଓ ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ଗୁଜରାଟ ଓ ହିମାଚଳ ପ୍ରଦେଶ ପରି ଆମେ ସେତେଟା ହୃଷ୍ଟପୃଷ୍ଟ ନୁହନ୍ତି, ତଥାପି କୃଷି କ୍ଷେତ୍ରରେ ଏହାର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠି ମୋଟ ଫସଲ ଋଣର 60%ରୁ ଅଧିକ ସମବାୟ ବ୍ୟାଙ୍କ ମାଧ୍ୟମରେ ହିଁ ପ୍ରଦାନ କରାଯାଇଥାଏ ଏବଂ ବ୍ୟବସାୟିକ ବ୍ୟାଙ୍କମାନେ ମାତ୍ର ଦେଇଥାନ୍ତି 30%। ଏହା ଆମ ବିଗତ ବର୍ଷମାନଙ୍କର ଟ୍ରେଣ୍ଡ ସବୁ ରହିଆସିଛି। କିନ୍ତୁ ଅନ୍ୟ ରାଜ୍ୟର ଏହାର ଏକ ଠିକ୍ ତାହାର ଓଲଟା ଅଛି। ଅର୍ଥାତ୍ ବ୍ୟବସାୟିକ ବ୍ୟାଙ୍କମାନଙ୍କ ଠାରୁ ସେମାନେ ଅଧିକ ସାହାଯ୍ୟ ବା ଋଣ ନେଇଥାନ୍ତି ଏବଂ ସମବାୟ ବ୍ୟାଙ୍କମାନଙ୍କ ମାଧ୍ୟମରେ ବହୁତ କମ୍ ନେଇଥାନ୍ତି। ତେଣୁ ଆପଣମାନେ ସୁନିଶ୍ଚିତ କରିବା ଆବଶ୍ୟକ ଯେ ଏହି ଋଣ ଚାଷୀଙ୍କ ପାଖରେ ଠିକ୍ ସମୟରେ ପହଞ୍ଚିବ। ଗତ କିଛି ବର୍ଷ ହେବ ଆପଣ ସମସ୍ତେ ଦେଖିଛନ୍ତି ଏବଂ ଅନୁଭବ ବି କରିଛନ୍ତି। ଋଣ ନେବା ନାଁରେ ଏଭରଗ୍ରୀନିଂ ରୀତି ଚାଲିଥିଲା। ଆଶା କରୁଛି ଯେ ବର୍ତ୍ତମାନ ଏହା ଆଉ ହେଉନାହିଁ ଏବଂ ଚାଷୀ ଠିକ୍ ଭାବରେ ପ୍ରକୃତରେ ଯେଉଁ ଋଣ ପାଇବା କଥା, ଯେମିତି ପାଇବା କଥା ତାହା ସେମାନେ ପାଉଛନ୍ତି ବୋଲି ମୋର ଅନୁଭବ ହେଉଛି। ଆଉ ଯଦି ସେଭଳି ଭାବରେ କାମ ମଧ୍ୟ ଯଦି କୌଣସି ଜାଗାରେ ଚୋରାଟିଆ ଭାବରେ ହେଉଥିବ, ତାହେଲେ ସେମାନଙ୍କୁ ମଧ୍ୟ ମୁଁ ସାବଧାନ କରିଦେବା ପାଇଁ ଚାହିଁ ଯେ ସରକାର ଯେଉଁମାନେ ଏଭଳି ଯଦି କାମ କରୁଥିବେ ଏଭରଗ୍ରୀନିଂ କାମ, ତାହେଲେ ସରକାର ଜାଣିଲା ପରେ ତାଙ୍କୁ ଛାଡ଼ିବେ ନାହିଁ, ନିଶ୍ଚିତ ଭାବରେ ଜେଲ୍ ଭର୍ତ୍ତି କରିବେ। ଭାରତର ସମବାୟ ଆନ୍ଦୋଳନକୁ ଆଉ ଏକ ଉଚ୍ଚ ସ୍ତରକୁ ନେବା ପାଇଁ ଆମର ପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟର ସୃଷ୍ଟି କରିଥିଲେ ଏବଂ ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଜୀଙ୍କୁ ଦେଶର ପ୍ରଥମ ସମବାୟ ମନ୍ତ୍ରୀ ଭାବରେ ସେ ନିଯୁକ୍ତି କରିଥିଲେ। ଏହା ଦେଶ ପାଇଁ ବରଦାନ ସଦୃଶ୍ୟ। ଉଭୟ ମୋଦିଜୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଜୀ ସମବାୟ ଆନ୍ଦୋଳନର ଅତ୍ୟନ୍ତ ଅଭିଜ୍ଞ ନେତୃତ୍ୱ ମଣ୍ଡଳୀ। ତାଙ୍କ ନେତୃତ୍ୱରେ ଗୁଜରାଟରେ ସମବାୟ ଆନ୍ଦୋଳନ ଏକ ନୂତନ ଶିଖରକୁ ଛୁଇଁଛି। ଆଉ ଆମେ ମଧ୍ୟ ଠିକ୍ ଗୁଜରାଟ ଢାଞ୍ଚାରେ ଗୁଜରାଟରୁ ପ୍ରେରଣା ନେବା ଆବଶ୍ୟକ, ଯାହା ଆମେ ଆଜି ଅନୁଭବ କରୁଛନ୍ତି ଏବଂ ସମବାୟ ଆନ୍ଦୋଳନକୁ ମଧ୍ୟ ସେଇ ଢାଞ୍ଚାରେ, ଗୁଜରାଟର ଢାଞ୍ଚାରେ ଆମେ ଘରେ ଘରେ ପହଞ୍ଚାଇବାର ଆବଶ୍ୟକତା ଅଛି। ଆଉ ଆପଣମାନଙ୍କର ସହଯୋଗରେ, ସାହାଯ୍ୟରେ, ସହାୟତାରେ ଏହା କରାଯାଇପାରିବ। କେନ୍ଦ୍ରରେ ସମବାୟ ମନ୍ତ୍ରଣାଳୟ ଗଠନ ପରଠାରୁ ନିରନ୍ତର ଭାବରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସମବାୟ ସମିତିର ଉନ୍ନତି ପାଇଁ ଏବଂ ସମବାୟ ଆନ୍ଦୋଳନର ପ୍ରଚାର ପ୍ରସାର ପାଇଁ
ପରାମର୍ଶ ଏବଂ ସହାୟତା ମଧ୍ୟ ନିରନ୍ତର ଭାବରେ ଯୋଗାଇ ଦେଇ ଆସୁଛନ୍ତି। ଆମ ରାଜ୍ୟରେ ଶତକଡ଼ା 90% ଅଧିକ କୃଷି ପରିବାରର ସଦସ୍ୟମାନଙ୍କୁ ପ୍ରାଥମିକ କୃଷି ଋଣ ସମବାୟ ସମିତି ଗୁଡ଼ିକ ମାଧ୍ୟମରେ କୃଷି କାର୍ଯ୍ୟ ନିମନ୍ତେ ବିଭିନ୍ନ ପ୍ରକାରର ସେବା ନିରନ୍ତର ଭାବରେ ଯୋଗାଇ ଦିଆଯାଉଛି। ଓଡ଼ିଶାର ଚାଷୀମାନେ 1 ଲକ୍ଷ ଟଙ୍କା ବିନା ସୁଧରେ ଫସଲ ଋଣ ପାଉଛନ୍ତି। 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତାଙ୍କର କୌଣସି ସୁଧ ନିଆଯାଉ ନାହିଁ। ଯେତିକି ପଇସା ସେମାନେ ନେବେ ସେ ପଇସା ମଧ୍ୟ ସେତିକି ହିଁ କେବଳ ଯଥା ସମୟରେ ସେମାନେ ଫେରାଇ ପାରିବେ। ଇଏ କଥା ଅନସ୍ୱୀକାର୍ଯ୍ୟ ଯେ ସମବାୟ ସଂସ୍ଥାମାନେ ବହୁତ ବଢ଼ିଆ କାମ କରୁଛନ୍ତି, କିନ୍ତୁ ଏହାର ଆଉ ଗୋଟିଏ ଦିଗ ମଧ୍ୟ ଅଛି, ଯାହା ମୁଁ କିଛି ଦିନ ତଳେ 79ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଗତ 14 ନଭେମ୍ବର ଦିନ ମୁଁ ଏକଥା କହିଥିଲି। ମାନ୍ୟବର ମନ୍ତ୍ରୀ ମଧ୍ୟ ସେଥିରେ ଉପସ୍ଥିତ ଥିଲେ। ଏ ବିଷୟଟି ହେଉଛି କମ୍ପ୍ୟୁଟରୀକରଣ, କମ୍ପ୍ୟୁଟରାଇଜ୍ଡ। କମ୍ପ୍ୟୁଟରୀକରଣର ଅର୍ଥ ମାନେ ନୁହେଁ ଯେ କେବଳ ଖାଲି କମ୍ପ୍ୟୁଟର, ପ୍ରିଣ୍ଟର, ଇଣ୍ଟରନେଟ୍ ଖାଲି ବ୍ୟବସ୍ଥା କରିଦେବା, କେବଳ ସେଇଟା ଗୋଟିଏ ତାର କାରଣ ନୁହଁ। ତାର ପ୍ରକୃତ ଅର୍ଥ ହେଉଛି ରିଏଲ ଟାଇମ୍ ସେଟଲମେଣ୍ଟ, ଅର୍ଥାତ୍ ସମସ୍ତ ପ୍ୟାକ୍ସ ଏବଂ ଲ୍ୟାମ୍ପସ ଗୁଡ଼ିକ କୋର୍ ବ୍ୟାଙ୍କିଂ ସିଷ୍ଟମ ବା CBSରେ ଯୋଡ଼ି ହେବା ଆବଶ୍ୟକ ଏବଂ ସେମାନଙ୍କର ଖାତା ରାଜ୍ୟ ସମବାୟ ବ୍ୟାଙ୍କ ସହିତ ରିଏଲ ଟାଇମ୍ରେ ଯୋଡ଼ି ହେବା ନିତ୍ୟାନ୍ତ ଆବଶ୍ୟକ। ମୁଁ ଜାଣିଛି ଏହାକୁ ଅନେକ ପ୍ୟାକ୍ସ ଏବଂ ଲ୍ୟାମ୍ପସର କିଛି ଅଧିକାରୀ, କିଛି ଆମର କର୍ମଚାରୀ ଅଛନ୍ତି, ଜାଣି ଶୁଣିକରି ତାକୁ ସେମାନେ କରୁନାହାନ୍ତି। ଆଉ ଏବେ ବି ସେଇ ପୁରୁଣା ଢାଞ୍ଚାରେ ଯେଉଁଟା ଆପଣଙ୍କର କହୁଛନ୍ତି ଏକ୍ସେଲ ସିଟ୍ରେ ହିସାବ କିତାବ କରାଯାଇ ଅପଲୋଡ଼ ଯାହା କରାଯାଉଛି, ସେଥିରେ କୌଣସି ପ୍ରକାରର ସ୍ୱଚ୍ଛତା ବା ସାଧୁତା ହେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ସେଇଥିପାଇଁ ତ ସେମାନେ ପୁରୁଣା ଏକ୍ସେଲ ସିଟ୍ରେ କରୁଛନ୍ତି। ଆଉ ଏହା ନିଶ୍ଚିତ ଭାବରେ ଦୁର୍ନୀତିକୁ ହିଁ ପ୍ରଶୟ ଦେବ। ଆଉ ସେଥିପାଇଁ ମୁଁ ସମସ୍ତଙ୍କୁ ଏଠି ସାବଧାନ କରେଇ ଦେଉଛି ଯେ ସରକାର ଯେଉଁଟା ଚାହୁଁଛନ୍ତି ସାଧୁତା ଓ ସ୍ୱଚ୍ଛତା ବଜାଇ ରଖିବା କେମିତି ଦରକାର, ସେଥିରେ ଆପଣମାନେ ସମସ୍ତେ ସାମିଲ ହୁଅନ୍ତୁ। ତାହେଲେ ଆମେ ଆମର ଚାଷୀମାନଙ୍କୁ ଆମେ ନ୍ୟାୟ ଦେଇପାରିବା ଏବଂ ସେମାନେ ଆଉ ଜଟିଳ ପରିସ୍ଥିତି ଦେଇ ଗତି କରିବେ ନାହିଁ। ସିଧାସଳଖ ଆମର ଏଇ ଲ୍ୟାମ୍ପସ କିମ୍ବା ପ୍ୟାକ୍ସ ଜରିଆରେ ସେମାନେ ସମସ୍ତ ପ୍ରକାରର ସୁବିଧା ପାଇପାରିବେ। ମୁଁ ମଧ୍ୟ ସେଦିନ ଉଭୟ ମନ୍ତ୍ରୀ ଆଉ ବିଭାଗୀୟ ସଚିବ ତଥା ସମିତି ନିବନ୍ଧକଙ୍କୁ ଏ ଦିଗ ପ୍ରତି ଧ୍ୟାନ ଦେବା ପାଇଁ କହିଥିଲି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏ କାମକୁ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲି। ଏଥିପାଇଁ ସବୁ ପ୍ରାଥମିକ ସମବାୟ ସମିତିର ଖାତାପତ୍ର ଗୁଡ଼ିକ ମଧ୍ୟ ଯାଞ୍ଚ କରାଇବା କିମ୍ବା ଅଡିଟ୍ କରାଇବା ପାଇଁ ମଧ୍ୟ ଆବଶ୍ୟକତା ଅଛି ଏବଂ ତାକୁ କରାଇ ନେବା ପାଇଁ ମଧ୍ୟ ମୁଁ କହିଥିଲି। ଯଦି ସମବାୟ ସଂସ୍ଥା ଗୁଡ଼ିକ ରିଏଲ ଟାଇମ୍ ସେଟଲମେଣ୍ଟ ମୋଡକୁ ନ ଯାଆନ୍ତି, କେବଳ କମ୍ପ୍ୟୁଟରୀକରଣର କିଛି ବି ମାନେ ନାହିଁ। କେବଳ ନାମକ ମାତ୍ର ସେ ପୁରୁଣା ଢାଞ୍ଚାରେ କାମ ଚାଲିବ, ଯେଉଁଥିରେ କି ସ୍ୱଚ୍ଛତା ସାଧୁତା ଆଦୌ ରହିବ ନାହିଁ, ଚାଷୀ ନ୍ୟାୟ ପାଇପାରିବ ନାହିଁ। ସମବାୟ ଆନ୍ଦୋଳନକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ନୂତନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଆଉ ସେଗୁଡ଼ିକ ହେଉଛି ପ୍ୟାକ୍ସ ଓ ଲ୍ୟାମ୍ପସ ଗୁଡ଼ିକୁ ବହୁମୁଖୀ କରିବା ପାଇଁ ମଡେଲ ବାଇଲ ପ୍ରଚଳନ କରିବା, କମ୍ପ୍ୟୁଟରୀକରଣ ମାଧ୍ୟମରେ ପ୍ୟାକ୍ସ ଗୁଡ଼ିକୁ ସ୍ୱଚ୍ଛ ଏବଂ ମଜବୁତ କରିବାର ଲକ୍ଷ୍ୟ, ପ୍ୟାକ୍ସ ଓ ଲ୍ୟାମ୍ପସ ମାଧ୍ୟମରେ ସାର ଓ ବିହନ ଯୋଗାଣ, ଜନଔଷଧି କେନ୍ଦ୍ର ଓ କମନ ସର୍ଭିସ ସେଣ୍ଟର ସ୍ଥାପନ, ପ୍ୟାକ୍ସ ଓ ଲ୍ୟାମ୍ପସ ଜରିଆରେ କୃଷି ସେବା କେନ୍ଦ୍ର ସ୍ଥାପନ, କଞ୍ଜ୍ୟୁମର ଷ୍ଟୋର ସ୍ଥାପନ, ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ସଂରକ୍ଷଣ କେନ୍ଦ୍ର ସ୍ଥାପନ କରିବା ଇତ୍ୟାଦି ଇତ୍ୟାଦି। ଏ ସମସ୍ତ ଯେଉଁ ଆମର କାମ ଦିଆହେଇଛି ତାକୁ ନିରନ୍ତର ଭାବରେ ସାଧୁତା ଏବଂ ସ୍ୱଚ୍ଛତାର ସହିତ କରିବାର ଅଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଯେଉଁ ଆମର ପ୍ୟାକ୍ସ ଏବଂ ଲ୍ୟାମ୍ପସ ଗୁଡ଼ିକ ଅଛି, ସେଥିରେ 77 ଗୋଟି ମଡେଲ ପ୍ୟାକ୍ସ କରିବାର ନିଷ୍ପତ୍ତି ନେଇଛନ୍ତି ଓ ସେଗୁଡ଼ିକ ଯଥାଶୀଘ୍ର କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ଉଚିତ ପଦକ୍ଷେପ ସମୟ ଅନୁସାରେ ମଧ୍ୟ ନିଆଯାଉଛି। এই ମଡେଲ ପ୍ୟାକ୍ସର ଅର୍ଥ ହେଉଛି ୱାନ୍ ଷ୍ଟପ୍ ସପ୍। ୱାନ୍ ଷ୍ଟପ୍ ସପ୍ ଅର୍ଥାତ୍ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସମସ୍ତ ପ୍ରକାରର ସୁବିଧା ଆମର ସମସ୍ତ ଚାଷୀ ଭାଇମାନେ ପାଇପାରିବେ। ମଡେଲ ପ୍ୟାକ୍ସ ଓ ଲ୍ୟାମ୍ପସରେ ଚାଷୀଙ୍କର ପାଇଁ ଚିରାଚରିତ ସୁବିଧା ସହ ନୂତନ କୃଷି ଭିତ୍ତିକ ବ୍ୟବସାୟିକ କାର୍ଯ୍ୟମାନ ସ୍ଥିର କରାଯାଇ ତାହା କାର୍ଯ୍ୟକାରୀ କରାଯାଉଅଛି। ଏହା କୋଅପରେଟିଭ
सोसाइटी मानक सशक्त करने सहित आमर चाषी भाई भणी मानक तांकर अन्यान्य आवश्यकता पूरण करिवारे मध्य साहाय्य करिवो। एठारे मु घोषणा करिया को चाहे जे 2015 मसीहारु बंद होई पड़ितवा भुवनेश्वर सहरांचल समवाय बैंक रो जोटा भुवनेश्वर अर्बन डेवलपमेंट भुवनेश्वर अर्बन कोऑपरेटिव बैंक समस्त जमाकारी मानकू जो जमा राशि से देइथिले से जमा राशि को फेरस्त करने सरकार आपाततः निष्पत्ति नहीं आउ यह करने द्वारा समवाय बैंक उपरे लोक मानकर आस्था पुनर्प्रतिष्ठारे निश्चित भाव में सहायक हो पार। आउ जदि आम देखा जदि गोटे ओमफेड कथा को आम देखा तार सफलता ओडिशा समवाय आंदोलन कथा कहले निश्चित भाव में ओमफेड को विषय न कहले कथाटी संपूर्ण हम ना। राज्यर लक्ष लक्ष चाषी मेरुदंड होउछि ओमफेड। आम सरकार गोपालक उन्नति ये प्रतिश्रुतिबद्ध। यही क्रम कैबिनेट कामधेनु सहित गोमाता योजना कार्यकारी करने आम सरकार निष्पत्ति नहीं एवं यह मत्स्य और पशुसंपद विभाग तरफ स्वतंत्र भाव में ये कार्यक्रम को तल स्तर पर्यंत केमती पहुँची पार लोक को सचेतन एवं से तार फायदा पाइपर। सरकार से पर्याप्त बजेट रे व्यवस्था करिसेंती और से आधार में आमको सामिल होकर जीवाई पड़ो जो कथाटी आज ओमफेड निश्चित भाव में गोटे आज आम समस्त गोटे आज स्वतंत्रता बजाय रखा सहित गोटे उदाहरण पलटि। अन्यान्य समिति यथा दुग्ध उत्पादक तथा वितरक समवाय समिति मत्स्य उत्पादक समवाय समिति कुटीर शिल्प भित्तिक समवाय समिति बुणाकार समवाय समिति एवं सर्वोपरि समवाय बैंक उन्नतिकरण सरकार बद्ध परिकर अच्छा। आपण मानकु यह सूचाई देवाक मु चाहे जे आपण माने ग्रामांचल एक मुख्य अनुष्ठान कार्यनिर्वाही अधिकारी एवं सदस्य मध्य ग्रामांचल कृषक मानकर अर्थनैतिक विकास आपण मानक उपरे निर्भरशील। आपण माने जेमती ताकू व्यवहार देबे जेमती ताकू सहाय्य करिवे जेमती आपण माने ताकर सहायक हेबे साधुतार सहित सचोटतार सहित आउ सेई माने आपन को ऊपर निर्भरशील थिबा कारणरू यदि आपन सेतरे सेई अनुसार सहाय्य सहयोग न करि परिबे ताले समाने मध्य निश्चित भाव में असुविधार सम्मुखीन हेबे एवं समान क्षति रे मध्य पहुँचबे एवं यथा समय कार्यक्रम रे समाने तार सहाय्य न पाइले आ ताकू जदि आमे प्रोत्साहित न करिबा समान को ठीक रास्ता रे ठीक समय ऋण प्रदान न करिबा ताले निश्चित भाव में ताहा असुविधा सृष्टि हेबो। आउ सेथि पई आपण माने आवश्यक मुताबक आपण माने समानकर सहित उत्तम संपर्क रक्षा करी यथा समय रे ये कार्यक्रम रे साहाय्य करंतु एवं समानकु मध्य यथा समय ऋण परिशोध करी सरकार समस्त सुविधा सुजोगर सदुपयोग हो पारिबे ये प्रकार मध्य आम सरकार उद्देश्य साधित हो पारिबो। एणु आम नुआ सरकार समवाय क्षेत्र को क्रियाशील और चलचंचल करने प्रतिश्रुतिबद्ध समवाय संस्था उपर लोकंकर आस्था फेरई आनिबा सहित या ग्राम्य अर्थनीति विकास एक प्रमुख इंजिन भाव में परिणत करने आमर उद्यम जारी रहिबो। गुजरात जोठी समवायर एंतुड़ीशाल सेठारे से समवाय आंदोलन को एक गण आंदोलन परिणत करथिले माननीय मोदीजी। तेणु तांको आदर्श एवं मार्गदर्शन रे ओडिशार समवाय आंदोलन को एक गण आंदोलन परिणत करने को हबो। मोर विश्वास जे आपण माने यही लक्ष्य को निश्चित भावे हासिल करि पारिबे एवं आमे चाषी मानकर पाई एवं जो माने आमर निरंतर भाव में ये कृषि कार्य एवं समवाय कार्य विशेष करके ता सहित मध्य जो माने आमर ये जो ओमफेड माध्यम रे विभिन्न प्रकार से काम करुछंती निरंतर भाव में आमे किभली भाव में आमर जो लक्ष्य अच्छी जड़े चाषीटीए जदि उपकार पाई परिबो ता काम रे जदि आमे सहाय्य करि परिबा ताहेले से चाषीर लक्ष्य जहाँ थिबो जे मु काम करले इन्वेस्टमेंट करले सरकारी सहाय्य को ठीक भाव में उपयोग करें पारिले ताहले निश्चित भाव में मोर लक्ष्य हासिल हो पारिबो एवं मु दी पैसा पाइले मो परिवार को मु सुख शांति रे रखई पारिबी पिला मान को पाठ पढ़ई पारिबी तांकर अन्यान्य काम सब करई पारिबी। ठीक सेमिति भाव में ये काम सफल हो गले
ସରକାର ମଧ୍ୟ ଗୋଟେ ଅନୁଭବ କରିବେ ଯେ ସରକାରଙ୍କର ଯେଉଁ ଯୋଜନା ଯେଉଁ ଲକ୍ଷ୍ୟ ଥିଲା ତାହା ଆପଣମାନଙ୍କ ମାଧ୍ୟମରେ ଏ ଡିପାର୍ଟମେଣ୍ଟର ଆପଣମାନଙ୍କ ମାଧ୍ୟମରେ ସାହାଯ୍ୟ ଚାଷୀମାନଙ୍କୁ ଦିଆ କରିପାରିଲେ ଏବଂ ସରକାରଙ୍କର ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିବ। ଏଣୁ ନିଶ୍ଚିତ ଭାବରେ ଆଜି ଏଭଳି ଏକ କାର୍ଯ୍ୟକ୍ରମରେ ଯାହା ଆମର ଏଠି ଆଜି ସେଥିପାଇଁ ଗୁଜରାଟ ସହିତ ଆମ ସରକାରର ଗୋଟିଏ MOU ସାଇନ୍ ହେଲା ଏବଂ ଆମେ ଆଜିଠାରୁ ମଧ୍ୟ ଏ କାମ କରିବା ପାଇଁ ଗୋଟେ ସ୍ୱତନ୍ତ୍ରତା ପାଇଲେ ଆଉ ସେଥିପାଇଁ ଆମେ ନିରନ୍ତର ଭାବରେ ଇଏ କାମକୁ କରିବା ବୋଲି ମୁଁ ନିଶ୍ଚିତ ଭାବରେ ମୋର କନଫିଡେନ୍ସ ଆସୁଛି ଯେ ଆପଣମାନଙ୍କୁ ଯେଉଁ ଦାୟିତ୍ୱ ଦିଆହେଇଛି ଆପଣମାନେ ତାକୁ ସୁଚାରୁ ସହିତ ଦାୟିତ୍ୱ ନିର୍ବାହ କରିବେ ଏବଂ ସରକାରଙ୍କର ଲକ୍ଷ୍ୟକୁ ସୁନିଶ୍ଚିତ କରିବା ହେବେ। ଧନ୍ୟବାଦ। ଭାରତ ମାତା କି ଜୟ। ବନ୍ଦେ ଉତ୍କଳ ଜନନୀ। ଆମେ ଅନେକ ଅନେକ